ସେଦିନ ଥିଲା ଡିସେମ୍ବର ମାସ 21 ତାରିଖ। ମୋ ମା ମୋତେ ଧରାପୃଷ୍ଠକୁ ଆଣିଥିଲା। ସବୁ ପିଲା ଜନ୍ମ ହେବା ମାତ୍ରକେ କୁଆଁ କୁଆଁ ଶବ୍ଦ କରି କାନ୍ଦି ଉଠନ୍ତି, ମାତ୍ର ମୁଁ ଥିଲି ନୀରବ, ସମ୍ପୂର୍ଣ୍ଣ ନୀରବ। ମୋର ନୀରବତା ଦେଖି ନୀରବି ଯାଇଥିଲେ ମୋ ବାପା, ମା, ଡାକ୍ତର ଆଉ ହସ୍ପିଟାଲର ସବୁ ଷ୍ଟାଫ୍। ସମସ୍ତେ ଭାବିଲେ ମଲା ପିଲାଟା ଜନ୍ମ ହୋଇଛି। ଡକ୍ଟର ଘୋଷଣା କରିବାକୁ ଯାଉଛନ୍ତି, ହଠାତ୍ ମୁଁ ଜୋର ଚିତ୍କାର କରି କାନ୍ଦି ଉଠିଲି। ଭଗବାନ, ତୁମର ତ ବିଚିତ୍ର ଲୀଳା। ମୋତେ ଏ ଧରାପୃଷ୍ଠରେ ଜନ୍ମ ଦେବାର ନିଶ୍ଚୟ କିଛି କାରଣ ଅଛି। ନହେଲେ ସେହି ନୀରବ ଶିଶୁଟିକୁ ଆଜି ଏତେ ବର୍ଷ ଯାଏ ସୁସ୍ଥ ଚଳଚଞ୍ଚଳ କରି ରଖିଛ ଯେ। ଆଜି ଆଉ ଗୋଟେ ବର୍ଷ ବିତି ଯାଇଛି ପ୍ରଭୁ। ବିଗତ ବର୍ଷର ଯାହା ସବୁ ଘଟଣା ଦୁର୍ଘଟଣା ଘଟିଯାଇଛି, ସବୁ ତୁମ ଚରଣରେ ସମର୍ପଣ। ନିଜ ଜନ୍ମଦିନରେ ଯେତେବେଳେ ନିଜେ କ୍ଷୀରି ଆଉ ପିଠା ତିଆରି କରେ, ମୋତେ ରିଅଲାଇଜ୍ ହୁଏ ମୁଁ ବଡ଼ ହୋଇଯାଇଛି। ମୁଁ ଶାଶୁଘରର ବୋହୂ ଆଉ ପିଲାମାନଙ୍କର ମା ହୋଇଯାଇଛି। ଯେତେ ବଡ଼ ହେଲେ ବି ବର୍ଥଡେ ଏକ୍ସାଇଟମେଣ୍ଟଟା ମୋ ମନରେ ସବୁବେଳେ ରହିଥାଏ। ପରିବାରର ସମସ୍ତଙ୍କ ସହିତ କେକ୍ କଟିଂ ଆଉ ସରପ୍ରାଇଜ୍ ଗିଫ୍ଟ, ସେସବୁର ଖୁସି ଗୋଟେ ଅଲଗା ପ୍ରକାରର। ସମସ୍ତଙ୍କର ଗିଫ୍ଟ ଠାରୁ ମୋ ଝିଅର ସରପ୍ରାଇଜ୍ ଗିଫ୍ଟ ଥିଲା ୟୁନିକ୍। ଢେର ସାରା ଜିନିଷ ନିଜ ହାତରେ ବନେଇଛି। ଛୋଟ ଛୋଟ ଜିନିଷରେ ବଡ଼ ବଡ଼ ଭାବନା ଲୁଚି ରହିଛି। ସବୁ ବର୍ଷ ପରି ଏ ବର୍ଷ ବି ବାବାଙ୍କ ମନ୍ଦିରରେ ଦର୍ଶନ କରି ବାବାଙ୍କର ଆଶୀର୍ବାଦ ନେଇ ଆମେ ବାହାରିଗଲୁ ଜଗନ୍ନାଥ ଧାମ ପୁରୀ। କାଳିଆରେ, ଏମିତିକା ତୋ କରୁଣାର ଡୋରି ଲାଗିଥାଉ। ତୁ ସବୁବେଳେ ଆମକୁ ତୋ ଚରଣରେ ଶରଣ ଦେଇଥା ପ୍ରଭୁ। ଜୟ